ମୁଁ କହିବି ସବୁଠାରୁ ଭଲ ଲାଗେ ସେ ହେଉଛି ଖଣ୍ଡଗିରି କୁମ୍ଭ ମେଳା। ଆକ୍ଚୁଆଲି ସେଠି ଡର ମାଡ଼େ କହିବାକୁ ଗଲେ। ଆକ୍ଚୁଆଲି ମାନେ ଏତେ ଗୁଡ଼ାଏ ପାର୍ଟି କମ୍ପିଟିସନ ରୁହେ, ମୁଁ ଭଲ କରିବି, ସେ କହିବ ମୁଁ ଭଲ କରିବି, ମୁଁ ଭଲ କରିବି। ଆରି ଭିତରେ ଗୋଟେ ଡର ଭୟ ରହେ। କିନ୍ତୁ ଯାତ୍ରା କରିବାରେ ଓଡ଼ିଶାରେ ଯଦି ମୁଁ କହିବି ସବୁଠାରୁ ଭଲ ଲାଗେ ସେ ହେଉଛି ଖଣ୍ଡଗିରି କୁମ୍ଭ ମେଳା। ଭଲ ହବ, ଆମେ ପଛେ ମରିଯିବୁ ହେଲେ ଜଗା ପେଟରୁ କାଟି ଆମେ କେବେ ବି ଖାଇପାରିବୁ। ଏତେ ବାଟରୁ ଆସିଛୁ, ପୁରୀ ବଡ଼ଦାଣ୍ଡରେ ଠିଆ ହେଇଛୁ, ଆଉ ଆମର ଚିନ୍ତା ନାହିଁ। ମରିବା ପୂର୍ବରୁ ଜଗାର ପତିତ ପାବନକୁ ଆମେ ଦେଖିପାରୁଛୁ। ଜଗାର ପତିତ ପାବନକୁ ଦେଖି ମରିଗଲେ ଆମେ ସ୍ୱର୍ଗକୁ ଯିବୁ, ହେଲେ ଜଗା ଭୋଗରୁ ଭାଗ ବସେଇଲେ ଆମେ ପାପୀ ହବୁ। ଆମ ଜଗା ଆମକୁ କେତେ ଦିନ ବଞ୍ଚେଇ ରଖିଛି, ଆମେ କେବେ ବି ତାକୁ ଉପାସ ରଖିପାରିବୁନି। ଆମ ପାଇଁ ଆମ ଜଗା ବଡ଼, ବଡ଼ ନୁହେଁ ଆମ ପେଟର ଭୋକ, କିଏ ନଅଙ୍କ ଦୁର୍ଭିକ୍ଷ। ଏଇଟା ପ୍ରଥମତଃ କହି ଭଗବାନଙ୍କ ଆଶୀର୍ବାଦ, ଦ୍ୱିତୀୟରେ ଦର୍ଶକ ଦେବତାଙ୍କ ଆଶୀର୍ବାଦ। ତାଙ୍କରି ପାଇଁ ଆମେ ଦି ଜଣ ଆଜି ପର୍ଯ୍ୟନ୍ତ ଯୋଡ଼ି ହେଇକି ରହିଛୁ। ତାଙ୍କ ଆଶୀର୍ବାଦ ଯେ ପର୍ଯ୍ୟନ୍ତ ଥିବ ଆମେ ସେମିତି ଥିବୁ, କଳା ପରିବେଷଣ କରୁଥିବୁ। ଖଣ୍ଡଗିରି ପ୍ରଥମତଃ କହିବି, ଖଣ୍ଡଗିରି ଯିବାଟା ମୋ ଯାତ୍ରା ଲାଇଫରୁ ଆଜି ପର୍ଯ୍ୟନ୍ତ ଯେତେ ବର୍ଷ ମୁଁ ଯାତ୍ରା ରହିଲି ପ୍ରତ୍ୟେକ ବର୍ଷ ମୁଁ ଯାଏ। এটা হচ্ছে কম্পিটিশন কଣ ସବୁ ତ କଳାକାର ଭାଇ ଭାଇ ମାନେ ଯିଏ ଯେମିତି ପରିବେଷଣ, ଯାହାକୁ ଯେମିତି ନାଟକ ମିଳିଛି, ଲୋକଙ୍କ ପାଖରେ ଚରିତ୍ର ମିଳିଛି, ଲୋକଙ୍କ ପାଖରେ ପହଞ୍ଚେଇବା, ଦର୍ଶକ କେତେ ଦୂର ଗ୍ରହଣ କରିବେ ନ କରିବେ ସେଟା ତାଙ୍କ ଉପରେ ନିର୍ଭର କରେ। କିନ୍ତୁ ଆମ କଳାକାର ଭିତରେ ଏଇଟା କମ୍ପିଟିସନ ଅଟେ। ଆଜି ମୁଁ ଏଠି ଅଛି, କାଲି ସେଠିକି ଯିବି, ସିଏ ବି ଯୋଉମାନେ ସେଠି ଅଛନ୍ତି ଏଠିକି ଆସିବେ। ତେଣୁ ଚେଷ୍ଟା କରୁଛୁ ଆମ ପାର୍ଟି କେମିତି ନମ୍ବର 1 ହଉ, ସେତିକି ମୋର ଆଶା। ଆପଣ ଅଲ ଓଡ଼ିଶା ବୁଲି ବୁଲି ଯାତ୍ରା କରନ୍ତି, ଆଜ୍ଞା। ଖଣ୍ଡଗିରି ମଞ୍ଚରେ କଣ ସ୍ୱତନ୍ତ୍ରତା ଥାଏ? ଆକ୍ଚୁଆଲି କହିବାକୁ ଗଲେ ଖଣ୍ଡଗିରି ଗୋଟେ ଏମିତି କୁମ୍ଭ ମେଳା ଯେକୁ ବହୁତ ଦର୍ଶକ, ବହୁତ ବାଟରୁ ଦର୍ଶକ ମାନେ ଆସନ୍ତି ଦେଖିବା ପାଇଁ ଯେ ଯାତ୍ରା ପରିବେଷଣ। ଆକ୍ଚୁଆଲି ସେଠି ଡର ମାଡ଼େ କହିବାକୁ ଗଲେ। ଆକ୍ଚୁଆଲି ମାନେ ଏତେ ଗୁଡ଼ାଏ ପାର୍ଟି କମ୍ପିଟିସନ ରୁହେ, ମୁଁ ଭଲ କରିବି, ସେ କହିବ ମୁଁ ଭଲ କରିବି, ମୁଁ ଭଲ କରିବି। ଆରି ଭିତରେ ଗୋଟେ ଡର ଭୟ ରହେ। କିନ୍ତୁ ଯାତ୍ରା କରିବାରେ ଓଡ଼ିଶାରେ ଯଦି ମୁଁ କହିବି ସବୁଠାରୁ ଭଲ ଲାଗେ ସେ ହେଉଛି ଖଣ୍ଡଗିରି କୁମ୍ଭ ମେଳା। ଏଇଆ ହଉଛି ଡର ମାନେ କଣ, ମୋର ପରଫର୍ମାନ୍ସକୁ ନେଇ ଡର ନୁହଁ, ମାନେ ଅଡିଏନ୍ସ ପାଖରେ ମୁଁ ସଠିକ ଭାବରେ ପରିବେଷଣ କରିପାରିବି, ମୁଁ ନମ୍ବର 1, ତାଙ୍କ ପାଖରେ ତାଙ୍କ ହୃଦୟକୁ ମୁଁ ଛୁଇଁ ପାରିବି ନା, ଏଇଟା ହଉଛି ମୋ ଡର। ଆଉ କଣ ଆକ୍ଟିଂ କରିବା ପାଇଁ ଡର ଲାଗେ ସେଇଟା ନୁହଁ। ଅନେକ ସମୟରେ ଆମେ ଦର୍ଶକଙ୍କ ପ୍ରତିକ୍ରିୟା ନେଇଛୁ, ସେମାନେ କୁହନ୍ତି ଖଣ୍ଡଗିରିରେ ଯୋଉ ନାଟକ ସେ ଦେଖିଛନ୍ତି ଅଲ ଓଡ଼ିଶା ଯୋଉଠିକି ଗଲେ ତାଙ୍କୁ ଟିକେ କମି ଲାଗେ। ନାଇଁ, ଖଣ୍ଡଗିରି ଟା କଣ ହୁଏ, ଗୋଟେ ଆକ୍ଚୁଆଲି କମ୍ପିଟିସନ 7-8ଟା ପାର୍ଟି ଭିତରେ ହେଇଗଲେ ମାନେ ତା ନେକ୍ସଟ କ୍ୟାମ୍ପ ଟାକୁ ଟିକେ କମଜୋରି ଲାଗେ। ଏତେ ଗୁଡ଼ାଏ ଖଟିକି ଆଇଛୁ, ସେଠି ଗୋଟେ ମନ। ଆଉ ଆକ୍ଚୁଆଲି ଖଣ୍ଡଗିରି କଳାକାର ଏଠି ସେଠିକି ବୁକ୍ ହେଇଯାନ୍ତି, ଏଠି ସରିଗଲା କାମ, ଆର ବର୍ଷ ମୁଁ ଏଇ ପାର୍ଟିକି ଯିବି, ଏଇଟା ବି ମନୋଭାବ କିଛି କଳାକାର ରୁହେ। କିନ୍ତୁ ସେମିତି ତ ଲାଗେ ନେକ୍ସଟ କ୍ୟାମ୍ପ। ନାଇଁ ନାଇଁ, ସେଇଟା କହିବା କଥା ନୁହେଁ, ଏଇଟା ଭୁଲ କଥା। ପାର୍ଟି ଚେଞ୍ଜ କରିବା ନୁହେଁ, ମାଲିକ ମାନେ ଚାହାନ୍ତି କିଏ କାହାକୁ ନବ, ସେଠି ଟିକେ ଯାଇ ଦେଖନ୍ତି। ହଁ ହଁ, ତା କଳାକାର, ଡିରେକ୍ଟର, ରାଇଟର, ମାଲିକ, ପରିଚାଳକ ସମସ୍ତେ ସେଠି ଗୋଟେ ଜାଗାରେ ଏକଜୁଟ ହୁଅନ୍ତି। ପ୍ରତ୍ୟେକଟି କଳାକାର ମାନଙ୍କୁ ଦେଖନ୍ତି, ପ୍ରତ୍ୟେକଟି ପାର୍ଟି ମାନେ ବୁଲନ୍ତି, କଳାକାର ମାନେ ପାର୍ଟି ମାନଙ୍କ ପାଖକୁ ଯାଆନ୍ତି। ଏଇଟା ଗୋଟେ ଖୁସିର ସମାରୋହ। ଆଜିକାଲିକା ଜେନେରେସନର ପିଲାମାନେ ଏଇ ନାଟକ ଦେଖିବା ଦରକାର କି? ଦେଖିବା ନିହାତି ଦରକାର, କିନ୍ତୁ ସିଏ ମତେ ଲାଗୁଛି ସେମାନେ ବୁଝିପାରିବେନି। ଆଜିକାଲି ସତ କଥା କହିଲେ ସୋସିଆଲ ମିଡିଆ ଏତେ ଆଗକୁ ଚାଲିଗଲାଣି, ସିଏ ଏତେ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିକି ନାଟକ ଗୁଡାକୁ ଦେଖିପାରିବେ ମତେ କାହିଁ ଲାଗୁନି। କିନ୍ତୁ ଦେଖିଲେ ତାଙ୍କୁ ନିଶ୍ଚୟ ଭଲ ଲାଗିବ। ଫିଲ୍ମ ଦେଖିବେ, ଫିଲ୍ମ ଦେଖିବେ, କିନ୍ତୁ ଏ ଯୋଉ ଭୋକ ଭାତ ପତର ଖାଇବା, ଏଇ ଯୋଉ ମଣିଷ ମାଂସ ଖାଇବା କିନ୍ତୁ ତାଙ୍କୁ ଠିକ ଲାଗିବ ମତେ କାହିଁ ଲାଗୁନି ସିଏ ସେତିକି ଧୈର୍ଯ୍ୟ ଧରିକି ବସି ପାରିବେ। କିନ୍ତୁ ବସିଲେ ନାଟକଟା କଣ ହେଇଛି ଆକ୍ଚୁଆଲି ସେମାନେ ଅନୁଭବ କରିପାରିବେ। ଏଇଟା ହଉଛି କଥା ଆଉ।